Okay, good afternoon, student. समस्त ମୋ voice clear ଅଛି? Everything is clear? Again, ସମସ୍ତଙ୍କୁ question, ମୋ voice clear ଅଛି? Okay, thank you. तो क्लास को ଆମେ कंटिन्यू କରିବା? Okay, thank you. देखो 8th क्लास रो ज्योग्राफी ଆମେ स्टार्ट करथिले ऑलरेडी हमर 8th क्लास ज्योग्राफी लास्ट क्लास रे हमर कंप्लीट सरिथिला तो आज ଆମେ स्टार्ट करछे 9th क्लास रो ज्योग्राफी जदि 9th क्लास रो ज्योग्राफी को ଆମେ लक्ष्य करिबा टोटली हमर केतरा माने सब्जेक्ट रोज कहि दोछि टोटली 6टा सब्जेक्ट होछि 6टा सब्जेक्ट को मे भी हमको 7 डेज लगे 7 डेज माने एई वीक रे मु ट्राई करबी सरिया पे तो सरी होनी नेक्स्ट वीक मिड भीतर तुम मानकर टोटली कंप्लीट हे ये जो एनसीईआरटी क्लास तुम मान कंटिन्यू करोछि बोथ इंग्लिश और ओडिया को कंबाइन करिक तुम मान को निया जाउछि सो दैट कोन हबो ना बोथ मीडियम पिला मान को इजी हबो एनालिसिस करिया को एनसीईआरटी रे होछि तो मु वर्तमान तुम मान को पीडीएफ शो करछि अच्छा समस्त पीडीएफ शो होछि पिले वर्तमान समस्त पीडीएफ शो होछि थैंक यू देखो ମୁଁ ତମକୁ ପ୍ରଥମେ ଦେଖେଇ ଦଉଛି ଯୋଉ ପିଡିଏଫ ତମମାନଙ୍କୁ ଇଂଲିଶ ରେ ଦିଆଯାଇଛି ଡିଟୋ ସେଇ ପିଡିଏଫ ଓଡ଼ିଆରେ ରହୁଛି ଡିଟୋ ସେଇ ପିଡିଏଫ ତମମାନଙ୍କର ଓଡ଼ିଆରେ ରହୁଛି ଟିକେ ଦେଖେଇ ଦଉଛି ଦେଖ ଆମେ ସାଇଜ ଆଣ୍ଡ ଲୋକେସନ ବିଷୟରେ ପଢିବା ଭାରତର ଆକାର ଓ ପରିସ୍ଥିତି ଯୋଉ ଯୋଉ ଇମେଜ ତୁମମାନଙ୍କୁ ଇଂଲିଶରେ ରଖାଯାଇଛି ଇଂଲିଶର 9th କ୍ଲାସ ଏନସିଇଆରଟି ରେ ଡିଟୋ ସେଇ ଇମେଜ ଆଉ ସେଇ ପଏଣ୍ଟ ସେଇ ଜିନିଷକୁ ବକ୍ସ କରି ମଧ୍ୟ ଓଡ଼ିଆରେ ଲେଖାଯାଇଛି ଯେମିତି ତୁମମାନଙ୍କର କେଉଁ ଦେଶର ଲୋକେସନ ମାନେ एरिया वाइज केते रहुची डिटेल्स जो जे रहला भारत रो लोकेशन को नेकी तार को पॉइंट रे कोन रहुची से विषय तुमन को मेंशन कराइची जो जो जिंस तुमन को इंग्लिश रे लिखाइची डिटेल से जिंस ओडिया रे अछि बस तुम मानकर काम होची कोन ना जेतिक जिंस हमें पढिबा इंग्लिश रे तुम ताको टिके निजे नोट करिया सहित ओडिया पिला टिके ओडिया रे नोट कर दो नोट कले कोन हो ना तुमको किछ दरकार होबनी सेटा कहि लास्ट मोमेंट तुमको रिवीजन करिया को पड़िबो अच्छा फास्ट पॉइंट आसिला जेतेबेले देखो যে আমি ই হচ্ছে আমার পৃথিবী ওকে এ হচ্ছে আমার পৃথিবী দে যে আমি পৃথিবী ভিতরে লক্ষ্য করছে সাধারণত গোটে কোণ আসুଛି না ଲାଟିଚ୍ୟୁଡ୍ ଅଛି ଆଉ ଗୋଟେ ଅଛି ଲଙ୍ଗିଚ୍ୟୁଡ୍ ତ ପ୍ରଥମେ ଆମକୁ ବୁଝିବାର ଅଛି ଯେ ଆକ୍ଚୁଆଲି ଲାଟିଚ୍ୟୁଡ୍ କହିଲେ କ'ଣ ବୁଝିବା ବା ଲଙ୍ଗିଚ୍ୟୁଡ୍ କହିଲେ କ'ଣ ବୁଝିବା ଆଚ୍ଛା ଗୋଟେ ପୃଥିବୀର ମଝିରେ ଯୋଉ ଲାଇନ ଯାଇଥାଏ ଆକୁ ଆମେ କ'ଣ କହିଥାଉ ପୃଥିବୀର ଠିକ ମଝାମଝି ଯୋଉ ଲାଇନ ଯାଇଥାଏ ଆମକୁ ଆଉ କ'ଣ କହିଥାଉ ପୃଥିବୀର ଠିକ ମଝିରେ ଯୋଉ ଲାଇନ ଯାଇଥାଏ ଆମେ ତାକୁ କ'ଣ କହିଥାଉ ଇକ୍ୱେଟର ଥ୍ୟାଙ୍କ ୟୁ ତାକୁ ଆମେ କ'ଣ କହିଥାଉ ଇକ୍ୱେଟର ବୋଲି କହିଥାଉ ଓକେ କ'ଣ ଆସିଲା ନା ଇକ୍ୱେଟର ବୋଲି ତୁମମାନଙ୍କୁ କୁହାଯାଇଥାଏ ଓକେ ଥ୍ୟାଙ୍କ ୟୁ ତ ସାଧାରଣତଃ ଇକ୍ୱେଟରକୁ ଆମେ ଲକ୍ଷ୍ୟ ଯଦି କରୁଛେ ତ ଇଠି 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 କିଏ ଆମ ଭାରତ ଏଇଠି ପ୍ରେଜେଣ୍ଟ ରହୁଛି ଭାରତ ଏଇଠି ରହୁଛି ତ ଆମେ ଲୋକେସନ ପ୍ରଥମେ ଡିଟେକ୍ଟ କରିଦେବା ଆମ ଇଣ୍ଡିଆଟା କୋଉଠି ରହୁଛି ଗୋଟେ ପଏଣ୍ଟ ଆସୁଛି ଲାଟିଚ୍ୟୁଡ୍ ଆଉ ଗୋଟେ ପଏଣ୍ଟ ଆସୁଛି ଲଙ୍ଗିଚ୍ୟୁଡ୍ ଏ ଦିଟା ଜିନିଷକୁ ବୁଝିବାର ଅଛି କାହିଁକି ନା ଲାଟିଚ୍ୟୁଡ୍ ଆଉ ଲଙ୍ଗିଚ୍ୟୁଡ୍କୁ ନେଇକି ଗୋଟେ ସ୍ପେଶାଲ ଦକ୍ଷିଣ ଗୋଲାର୍ଦ୍ଧ ତ ଲାଟିଚ୍ୟୁଡ୍ ଆଉ ଲଙ୍ଗିଚ୍ୟୁଡ୍କୁ ନେଇକି ସ୍ପେଶାଲ ଗୋଟେ କ୍ଲାସ୍ ଅଛି କିନ୍ତୁ ଏଇଠି ଟିକେ ଆମେ ବୁଝିବା ଯେ ଯେ ଲାଟିଚ୍ୟୁଡ୍ କହିଲେ କାହାକୁ ବୁଝିବା ଦେଖ ଏଇ ଯୋଉ ଲାଇନ ସବୁ ଅଛି ଏଗୁଡ଼ା ସବୁ ଆମେ କ'ଣ କହୁଛେ ନା ଲାଟିଚ୍ୟୁଡ୍ ବୋଲି କହୁଛେ ଲଙ୍ଗିଚ୍ୟୁଡ୍ କାହାକୁ କହୁଛେ ନା ଏ ସମସ୍ତ ଲାଇନକୁ ଆମେ କ'ଣ କହୁଛେ ଲଙ୍ଗିଚ୍ୟୁଡ୍ ଓକେ ଯଦି ପୃଥିବୀଟା ଗୋଟେ ସର୍କଲ ରହୁଛି ତ ଏଗୁଡ଼ା ଏଟା ଏଟା ହଉଛି କ'ଣ ସେଣ୍ଟର ଆସିଲା এই যে লাইন সব ক্রিয়েট করা হচ্ছে আকে আমি কোন কହୁଛେ না লাটিচ্ୟୁଡ୍ ବୋଲି କହୁଛେ ओके কিন্তু যেତେବେଳେ পর্টিকুলার ମୁଁ ଲାଟିଚ୍ୟୁଡ୍ ବିଷୟରେ ପଢେଇବି ଯେ ଗୋଟେ ଲାଟିଚ୍ୟୁଡ୍ ରୁ କେତେ ଗୋଟେ ଲାଟିଚ୍ୟୁଡ୍ ଭିତରେ କେତେ ଗ୍ୟାପ୍ ରହିବା ଦରକାର କେତେ କିଲୋମିଟର ଡିଷ୍ଟାନ୍ସ ରହୁଛି କେତେ ଡିଗ୍ରୀ ଟାଇମ ଜୋନ୍ କ'ଣ ସେଟା ଆମେ ସେବେ ଡିସ୍କସନ କରିବା ଖାଲି ଏବେ ମାଇଣ୍ଡରେ କ୍ଲିୟର ହୁଅ ଲାଟିଚ୍ୟୁଡ୍ କାହାକୁ କହିବା ତ ଏବେ ଆସିଲା ଲଙ୍ଗିଚ୍ୟୁଡ୍ ତ ଲଙ୍ଗିଚ୍ୟୁଡ୍ କାହାକୁ କହିବା ନା ଏଟା ହଉଛି ହଁ এই ସବୁ ପଏଣ୍ଟ ଏଇ ସବୁ ଲାଇନ୍ ଆମେ କ'ଣ କହୁଛେ ନା ଲଙ୍ଗିଚ୍ୟୁଡ୍ ବୋଲି କହୁଛେ ସମସ୍ତେ କ୍ଲିୟର ହେଲା ଲାଟିଚ୍ୟୁଡ୍ କହିଲେ କାହାକୁ ବୁଝିବା ଲଙ୍ଗିଚ୍ୟୁଡ୍ କହିଲେ କାହାକୁ ବୁଝିବା ତ ଏଇ ଯୋଉ ଲାଟିଚ୍ୟୁଡ୍ ଆଉ ଲଙ୍ଗିଚ୍ୟୁଡ୍ ର ପଏଣ୍ଟକୁ ନେଇକରି ତୁମମାନଙ୍କର ଇମ୍ପୋର୍ଟାଣ୍ଟ ରହୁଛି ଯେ କ'ଣ ନା ଭାରତର ଯଦି ଆମେ ଲୋକେସନକୁ ଡିଟେକ୍ଟ କରିବା ଭାରତର ଲୋକେସନ ଅନୁଯାୟୀ ଲାଟିଚ୍ୟୁଡ୍ 8 डिग्री 4 मिनिट नॉर्थରୁ 37 डिग्री 6 डिग्री नॉर्थ पर्यंत ଭାରତର ଲୋକେସନ ରହୁଛି ଲାଟିଚ୍ୟୁଡ୍
ଆଉ ଲଙ୍ଗିଚ୍ୟୁଡ କୁ ଯଦି ଆମେ ବେସ୍ କରି କହିବା 68 ଡିଗ୍ରୀ 4 ମିନିଟ୍ ଇଷ୍ଟ ରୁ 97 ଡିଗ୍ରୀ 25 ମିନିଟ୍ ଇଷ୍ଟ ଭିତରେ ରହୁଛି। ତ ଏଟାକୁ ଟିକେ ତୁମକୁ ଲର୍ନ କରି ମନେ ରଖିବାକୁ ପଡିବ ଯେ ଭାରତର ଲାଟିଚ୍ୟୁଡ ଭିତରେ କୋଉଠୁ କୋଉ ଭିତରେ ରହୁଛି, ଭାରତର ଲଙ୍ଗିଚ୍ୟୁଡ ଭିତରେ କୋଉଠୁ କଣ ରହୁଛି। ଦେଖ ମୁଁ ତମକୁ ଆଉ ଟିକେ ଇମେଜ ଥ୍ରୁରେ ଆକୁ କ୍ଲିୟର କରିଦଉଛି। ତାହେଲେ ପ୍ରଥମେ ସମସ୍ତେ କ୍ଲିୟର ହେଲା ଯେ ଲାଟିଚ୍ୟୁଡ କାହା କହିବା, ଲଙ୍ଗିଚ୍ୟୁଡ କାହାକୁ କହିବା। ଦେଖ ମୁଁ ତମକୁ ଏଇଠି ଏଇ ଏନସିଆରଟି ର ଗୋଟେ ବହିର ଇମେଜ ଦେଖେଇ ଦଉଛି। ଦେଖ ଦେଖ ଏଇ ଯୋଉ ପଏଣ୍ଟଟା ଭାରତର ଏଇ ଯୋଉ 37 ଡିଗ୍ରୀ 6 ମିନିଟ୍ ଏଟା କଣ ଆସୁଛି, ଏଇ ଯୋଉ ପଏଣ୍ଟ ଏଟା ଏଟା ଆମେ କଣ କହିବା, ଲାଟିଚ୍ୟୁଡ ପଏଣ୍ଟ କହିବା ନା ଲଙ୍ଗିଚ୍ୟୁଡ ପଏଣ୍ଟ କହିବା। ଏଇ ପଏଣ୍ଟ ଆମେ ଲାଟିଚ୍ୟୁଡ ପଏଣ୍ଟ କହିଲେ କହିବା ନା ଲଙ୍ଗିଚ୍ୟୁଡ। ଭାରତ ଏଟା କୋଉ ପଏଣ୍ଟ କହିବା, ଲାଟିଚ୍ୟୁଡ ପଏଣ୍ଟ କହିବା ନା ଲଙ୍ଗିଚ୍ୟୁଡ ପଏଣ୍ଟ କହିବା। ଆନ୍ସର ଦିଅ ମତେ। ଟିକେ ପାର୍ଟିସିପେଟ କହିଲେ କଣ ହବ ନା ଆମକୁ ଟିକେ ବେଷ୍ଟ ହବ। ଓକେ ଏଟା ହଉଛି ଲାଟିଚ୍ୟୁଡ ବୋଲି କହିବା ନା। ଦେଖ ଆକୁ ଆମେ ଲଙ୍ଗିଚ୍ୟୁଡ ବୋଲି କହିବା। କାହାକୁ କହିବା, ଆକୁ ଆମେ ଲଙ୍ଗିଚ୍ୟୁଡ ବୋଲି କହିବା। ଦେଖ ଏଇ ଯୋଉ ପଏଣ୍ଟ ଅଛି ଏ ପଏଣ୍ଟକୁ ଆମେ ଲଙ୍ଗିଚ୍ୟୁଡ ବୋଲି କହିବା। ଦେଖ ଲଙ୍ଗିଚ୍ୟୁଡ ପଏଣ୍ଟରେ ଗୋଟିଏ ଅଛି 97 ଡିଗ୍ରୀ 25 ମିନିଟ୍ ଇଷ୍ଟ ଲଙ୍ଗିଚ୍ୟୁଡ। ଇଏ ବି ଏଟା ହଉଛି କେତେ ହଉଛି ନା 68 ଡିଗ୍ରୀ 7 ମିନିଟ୍ ଇଷ୍ଟ। ଆକୁ ଆମେ କଣ କହୁଛେ, ଲଙ୍ଗିଚ୍ୟୁଡ ବୋଲି କହୁଛେ। କିନ୍ତୁ ଏଟା ହଉଛି ଲାଟିଚ୍ୟୁଡ ପଏଣ୍ଟ। ଗୋଟେ ହଉଛି 37 ଡିଗ୍ରୀ 6 ମିନିଟ୍, ଆକୁ କଣ କହୁଛେ, ଏଟା ହଉଛି ନର୍ଥ ବୋଲି ଆମେ କହୁଛେ। ଓକେ ନର୍ଥ ବୋଲି କହୁଛେ। ଠିକ ସେଇଭଳି ଠିକ ସେଇଭଳି ତଳଟାକୁ ଆମେ କଣ କହୁଛେ ନା, ତଳଟାକୁ କଣ କହୁଛେ ନା 8 ଡିଗ୍ରୀ 4 ମିନିଟ୍ ନର୍ଥ ବୋଲି କହୁଛେ। ଏଇଠି ଗୋଟେ କୋଶ୍ଚିନ୍ ଦେଖ, ମୁଁ ଆକ୍ଚୁଆଲି ଏଇ ଯୋଉ କ୍ଲାସକୁ ନଉଛି ତମକୁ ଫାଉଣ୍ଡେସନକୁ ପୁରା ଷ୍ଟ୍ରଙ୍ଗ କରେଇବି। ଜିଓଗ୍ରାଫିର ଲୋକେସନ ଯେହେତୁ ଏଟା ଆସିଛି ପୁରା କ୍ଲିୟର। ମନ ଭିତରେ ଗୋଟେ କୋଶ୍ଚିନ୍ ଆସୁନି ପିଲେ ଯେ ସାର୍ ଆପଣ ଉପରଟାକୁ ବି କହୁଛନ୍ତି ନର୍ଥ, ତଳଟାକୁ ବି କହୁଛନ୍ତି ନର୍ଥ, ଏପଟକୁ କହୁଛନ୍ତି ଇଷ୍ଟ, ଏପଟକୁ କହୁଛନ୍ତି ଇଷ୍ଟ। କେବେ କୋଶ୍ଚିନ୍ ଆସୁନି କାହିଁକି କହୁଛନ୍ତି? ତ ଗୋଟେ ଇଷ୍ଟ ଆଉ ଗୋଟେ ୱେଷ୍ଟ ନର୍ଥ ସାଉଥ କହିବା କଥା। ମନ ଭିତରେ କୋଶ୍ଚିନ୍ ଆସୁନି ନା ଆସୁନି? ଆଉ ସେଟା ଜାଣିଛ ମୋର କୋଶ୍ଚିନ୍ ଅର୍ଥ ବୁଝିପାରିଲ? କାହିଁକି ନା ଯଦି ଆମେ ଦେଖିବା, ଦେଖ ଏଟା ହଉଛି ଭାରତକୁ ପୃଥିବୀ ସହିତ ଯଦି କମ୍ପେୟାର କରିବା, ଭାରତକୁ ପୃଥିବୀ ସହିତ ଯଦି ଆମେ କମ୍ପେୟାର କରିବା, ଦେଖ ଭାରତକୁ ପୃଥିବୀ ସହିତ ଭାରତ କୋଉଠି ଅଛି, ନର୍ଥ ହେମିସ୍ଫିୟର। ଭାରତ କୋଉଠି ଅଛି, ଏଟା ହଉଛି ଇଷ୍ଟ ପଏଣ୍ଟ ରହୁଛି, ଏଟା ହଉଛି ୱେଷ୍ଟ, ଏଟା ହଉଛି ନର୍ଥ, ଏଟା ହଉଛି এটা হচ্ছে সাউথ। যদি পৃথিবী সହିତ ଆମେ ତୁଳନା କରିବା, ଭାରତ ନର୍ଥ ହେମିସ୍ଫିୟର ରହୁଛି। ଯଦି ନର୍ଥ ରହୁଛି ଆକୁ ବି ନର୍ଥ ଡିଟେକ୍ଟ କରୁଛେ, ତଳକୁ ବି ନର୍ଥ କହୁଛେ। ଯେହେତୁ ପୂର୍ବ ଆଡକୁ ରହୁଛି ଆକୁ ଇଷ୍ଟ ବୋଲି କହୁଛେ, ଆକୁ ଆମେ ଇଷ୍ଟ ବୋଲି କହୁଛେ। ବୁଝା ପାଇଲା ସମସ୍ତେ? ମୋ ଦରକାର ଜୋଗ୍ରାଫିରେ ଏ ଠୁ ଜେଡ ର ଫାଉଣ୍ଡେସନ କ୍ଲିୟର, ପୁରା କ୍ଲିୟର। ଏଭ୍ରିୱାନ୍ କ୍ଲିୟର? ଦେଖ ଏମିତି ଆମେ ଜୋଗ୍ରାଫି ପଢିବା ଯେମିତିକି ଲାଇଫ ଲଙ୍ଗରେ ତୁମମାନଙ୍କୁ ଆବଶ୍ୟକତା ପଡିବନି। ଠିକ ସେଇଭଳି ମୁଁ ତୁମକୁ ପଢେଇବି ଜୋଗ୍ରାଫି, ଯେମିତି ଲାଇଫରେ ଆମେ ଶେଷ ଥର ଯେମିତି ଯୋଗାଇ ପଡିବା। ଟିକେ ଖାଲି ଓଡିଆ ପିଲାଙ୍କୁ ସେଟା ଖାଲି ଦେଖେଇ ଦଉଛି ପିଡିଏଫ ସମାନ ହଉଛି କି ନାହିଁ, ତାପରେ ଆମେ କଣ୍ଟିନ୍ୟୁ କରିବା। ଓକେ ଦେଖ ଦିଟା ଯୋଉ ଜିନିଷ ଦେଖୁଛି, ଯେ ଆମେ ଯଦି ଅବସ୍ଥିତି ଦେଖୁଛେ, ଭାରତ ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶରେ ଦକ୍ଷିଣାଂଶରେ ଅବସ୍ଥିତ। ଏହାର ମୂଳ ଭୂଖଣ୍ଡ ଏତିକି ଡିଗ୍ରୀ ଉତ୍ତର, ଏତିକି ଡିଗ୍ରୀ ହଉଛି ସମା କୋଣ ସମାକ୍ଷେ କୋଣ ସମାକ୍ଷେ ରେଖା। ଓକେ ଆଉ ହେଲା କଣ ଦ୍ରାଘିମା। ଏଟାକୁ ମନେ ରଖ, ଏତିକି ମନେ ରଖ। ଯୋଉ ଯୋଉ ପଏଣ୍ଟକୁ ମେନସନ କରି ତମକୁ କୁହାଯାଉଛି, ଯୋଉ ଜିନିଷ ତମକୁ ଲେଖା ହେଇଛି ଇଂଲିଶରେ ଡିଟୋ ସେଇ ଜିନିଷ ଲେଖା ହେଇଛି ଓଡିଆରେ। ଖାଲି ତୁମକୁ ରିଡିଂ ମାରି ବୁଝିବାର ଅଛି ଆଉ ରିଡିଂ ମାରି ପଢିବାର ଅଛି। ଚାଲ ଏବେ ଯିବା ନେକ୍ସଟ ପଏଣ୍ଟ। ଆଚ୍ଛା ଆଉ ଗୋଟେ ପଏଣ୍ଟ ଆସିଲା ଟ୍ରପିକ ଅଫ କ୍ୟାନ୍ସର। ଆଉ ଗୋଟେ ଆସିଲା ଟ୍ରପିକ ଅଫ କ୍ୟାନ୍ସର। ମୁଁ ତୁମକୁ ଯଦି ଗୋଟେ ପିଲା କୁହେ ଯେ ଟ୍ରପିକ ଅଫ କ୍ୟାନ୍ସର ଆମର ଭାରତର ମାନେ ଭାରତ ଦେଇ କ୍ରସ କରିଛି, ହଁ କି ନା? ଟ୍ରପିକ ଅଫ କ୍ୟାନ୍ସର ଭାରତ ଦେଇ କ୍ରସ କରିଛି, ହଁ କି ନା? ଦେଖ ତାହେଲେ ଟ୍ରପିକ ଅଫ କ୍ୟାନ୍ସର କେତେ ଡିଗ୍ରୀ ଦେଇକି କ୍ରସ କରିଛି ନା 23 ଡିଗ୍ରୀ 30 ମିନିଟ୍ ନର୍ଥ ଦେଇ କ୍ରସ କରିଛି। ଯିଏ କି ଭାରତକୁ ଇକ୍ୱାଲ ଦିଟା ପାର୍ଟରେ ଡିଭାଇଡ କରୁଛି, ଯିଏ କି ଭାରତକୁ ଇକ୍ୱାଲ ଦିଟା ପାର୍ଟରେ ଡିଭାଇଡ କରୁଛି। ଦେଖ ମୁଁ ତମକୁ ଇମେଜ ଦେଖେଇ ଦଉଛି କାରଣ ଏନସିଆରଟି ବହିରେ ମଧ୍ୟ ସେ ଡିଟୋ ସେଇ ଇମେଜ ଦେଇଛି। ଦେଖ তুমি লক্ষ্য করে পড়িଥିବ ପିଲେ, ଏଇଟା ହଉଛି ଟ୍ରପିକ ଅଫ କ୍ୟାନ୍ସର। ଦେଖିପାରୁଛ? ଏଇଟା ହଉଛି ଟ୍ରପିକ ଅଫ କ୍ୟାନ୍ସର। ଏଇ ଯୋଉ ଲାଇନଟା ଆସିଛି, এই লাইনটা হচ্ছে ট্রপিক অফ ক্যান্সার।
देखुच भारत को इक्वाल पार्ट रे डिवाइड कला भाया होनी जे कि ट्रॉपिक ऑफ कैंसर केते डिग्री आमर रोचे देख 23 डिग्री 30 मिनिट नॉर्थ रे अवस्थित 23 डिग्री 30 मिनिट नॉर्थ रे अवस्थित किसे ना ट्रॉपिक ऑफ कैंसर मोर एटी क्वेश्चन तुम मानको गोटे तुम मते आंसर दबो ट्रॉपिक ऑफ कैंसर भारत रो केते गोटी राज्य देक क्रॉस करछि ट्रॉपिक ऑफ कैंसर भारत रो केते गोटी राज्य देक क्रॉस करछि এটা ତମ ପାଇଁ ଡ୍ୟୁଟି এটা ମୁଁ ତମକୁ କହିବିନି କାରଣ ତମେ এটা କହିବ ଆନ୍ସର ଚାଲ এটা ତମର ହୋମୱାର୍କ ରହିଲା ମୁଁ ଅପସନ ଖାଲି ଦେଇ ଦଉଛି 7 8 9 ଏ ତିନିଟା ଅପସନ ଦିଆହେଲା ତିନିଟା ତୁ ଯୋଡ ଗୋଟେ ହେଇଥିବ ଚାଲ ଇଏ ଗଲା ଟପିକ ଅଫ କ୍ୟାନ୍ସର କୁ ନେଇକି ଏବେ ଏଇଠି ଗୋଟେ ପଏଣ୍ଟ ତମମାନଙ୍କୁ କହିଛି ପିଲେ ଦେଖ ଯେତେବେଳେ ଆମେ ଭାରତ ବିଷୟରେ ପଢିଥାଉ ପିଲେ ଭାରତର ବିଭିନ୍ନ ପଏଣ୍ଟ ଥାଏ ଭାରତର ବହୁତ ସାରା ପଏଣ୍ଟ ଥାଏ ଓକେ ଭାରତର ଇଷ୍ଟ ପଏଣ୍ଟ ଭାରତର ୱେଷ୍ଟ ପଏଣ୍ଟ ଭାରତର ନର୍ଥ ପଏଣ୍ଟ ଭାରତର ସାଉଥ ପଏଣ୍ଟ ଦେଖ ସର୍ଦର୍ନ ମୋଷ୍ଟ ପଏଣ୍ଟ ଅଫ ଇଣ୍ଡିଆ ଭାରତର ସାଉଥ ପଏଣ୍ଟ ଆମେ କାହାକୁ କହିବା ଦେଖ ଇଏ ହଉଛି ଇଷ୍ଟ ପଏଣ୍ଟ এটা হচ্ছে নর্থ পয়েন্ট ওকে নর্থ পয়েন্ট এটা হচ্ছে ইস্ট ওয়েস্ট সরি এটা হচ্ছে ওয়েস্ট পয়েন্ট না এটা হচ্ছে নর্থ পয়েন্ট সাউথ পয়েন্ট ଭାରତର ସାଉଥ ପଏଣ୍ଟ ଆମେ କାହାକୁ କହିଥାଉ ମନରଖ ଭାରତର ସାଉଥ ପଏଣ୍ଟ ଆମେ କହିଥାଉ ଇନ୍ଦିରା ପଏଣ୍ଟକୁ ମନରଖ ଇନ୍ଦିରା ପଏଣ୍ଟ ଓକେ ତାହେଲେ ଏଇଠି ମୋର କ୍ୱେଶ୍ଚିନ୍ ଅଛି ଭାରତର ଇଷ୍ଟ ପଏଣ୍ଟ ଆମେ କାହାକୁ କହିଥାଉ ଯୋଉଟା କି ଏଥିରେ ଲେଖା ନାହିଁ फिलहाल ମୁଁ ତମକୁ ଏଟା କହୁଛି କାରଣ ଏ ଜିନିଷଟା ତମେ କୋଉ କ୍ଲାସରେ ପାଇବ 11th କ୍ଲାସରେ ଏଇ ଜିନିଷ ଲେଖା ହେଇଛି ଭାରତର ହଁ ଭାରତର ଇଷ୍ଟ ପଏଣ୍ଟ କୋଉଠି ଅଛି ଭାରତର ଇଷ୍ଟ ପଏଣ୍ଟ କୋଉଠି ଅଛି କିବି ଠୁ ଥ୍ୟାଙ୍କ ୟୁ ଭାରତର ଇଷ୍ଟ ପଏଣ୍ଟ କିଉଠି ଅଛି ନା କିବି ଠୁ କୋଉଠି ଅଛି ନା ଅରୁଣାଚଳ ପ୍ରଦେଶ ଭାରତର ୱେଷ୍ଟ ପଏଣ୍ଟଟା କୋଉଠି ଅଛି ପିଲେ ଭାରତର ୱେଷ୍ଟ ପଏଣ୍ଟ ଗୁହାର କୋଉଠି ଅଛି ଗୁହାର ମଥା ଯୋଉଠି କୋଉଠି ଅଛି ନା ଗୁଜରାଟରେ ଅଛି ଗୁଜରାଟର ଗୁହାର ମଥାରେ ଭାରତର ନର୍ଥ ପଏଣ୍ଟ ପିଲେ କୋଉଠି ଅଛି ଭାରତର ନର୍ଥ ପଏଣ୍ଟ ଅଛି ଇନ୍ଦିରା କଣ ଆସିଲା ଇନ୍ଦିରା ପୋଲ ଇନ୍ଦିରା କୋଲ ନା ପୋଲ ଇନ୍ଦିରା ପୋଲ ओके जे कि नॉर्थ पॉइंट कोड होची ना जम्मू एंड कश्मीर होची अच्छा सभा तଳ पॉइंट होची केसे ना साउदर्न मोस्ट पॉइंट जार ना होची इंदिरा पॉइंट मन रख पिले एटा इंदिरा पॉइंट टा जो लोकेशन को हमें डिटेक्ट करथिले 2004 मसिया रे गोटे सुनामी आसीबा द्वारा से लोकेशन बा से एरिया टा डिस्ट्रॉयड हो जाइछि तुम गूगल रे मारी देखि परिबो 2004 रो पूर्व कि ना इंदिरा पॉइंट रो इमेज और 2004 रो पर इंदिरा पॉइंट रो इमेज डिफरेंट अछि काहे ना से जगह आगु बहुत सारा एरिया थिला जोटा कि एबे समुद्र रे सुनामी आसी द्वारा सेटा माने जलबंधी रहि जाइछि अच्छा जदि मो साइज कथा देखिबे आकु नेकरी मध्ये बहुत सारा क्वेश्चन आसीछि तुमे मध्ये विभिन्न एग्जाम मानक आज पॉइंट हिसाब लिखि परिबो जदि हम एरिया को कंसीडर करबा इंडिया मास मास ऑफ द इंडिया एरिया 3.28 मिलियन स्क्वायर किलोमीटर यदि हम एरिया कथा देखिबा जदि इंडिया इंडिया टोटल एरिया रो परसेंटेज कथा देखिबा कन्याकुमारी पाखे अच्छी जस्ट टे आगु तुमको कह जोटा कि 24.4% टोटाली जोग्राफिकल एरिया रो भारत हूँ केते शतकड़ा ना 2.4 शतकड़ा आ केते स्क्वायर केते मिलियन स्क्वायर किलोमीटर ना 3.28 मिलियन स्क्वायर किलोमीटर भितर भारत प्रेजेंट होची चल एबे जिवा नेक्स्ट पॉइंट देखो देखो एठी मु तुमको गोटे इमेज देखौछि तापर तुम कंटिन्यू करियो जो देखि ना एठी अंडमान और निकोबर देखुछ ठीक एई गोटे एरिया रे हमें कोन करथिले ना डिटेक्ट करा आइतला काहाको ना साउथ मोस्ट पॉइंट को डिटेक्ट करदला जोटा कि सुनामी रे संपूर्ण डिस्ट्रॉयड हो जाइछ ओके अच्छा जदि आमे एठी देखियो एटा बहुत थोर मध्ये क्वेश्चन आसे आज तुम लॉन्ग क्वेश्चन मध्ये पॉइंट हिसाब लिखि परियो जदि आमे भारत रो टोटली लैंड बाउंड्री कथा डिस्कशन करिवा भारत रो टोटली लैंड बाउंड्री कथा डिस्कशन करिवा टोटली लैंड बाउंड्री केते अछि बिनी भारत रो टोटली लैंड बाउंड्री भारत रो मन को टोटली लैंड बाउंड्री अछि 15,200 होछि भारत रो टोटल लैंड बाउंड्री किंतु टोटल लेंथ ऑफ द कोस्टल लाइन मोची ऑफ मेनलैंड रो कोस्टल लाइन मेनलैंड रो कोस्टल लाइन तो बुझी परछो जे कि एई पार्ट मेनलैंड रो कोस्टल लाइन मेनलैंड रो कोस्टल लाइन ता सहित इंक्लूडिंग अंडमान और निकोबर लाक्षाद्वीप को यदि हम मिसौछे
ଟୋଟାଲ ହଉଛି 7,516.6 କିଲୋମିଟର। 7,516.6 କିଲୋମିଟର। ତାହେଲେ ତ କୋଷ୍ଟାଲ ଲାଇନ ପ୍ଲସ ଆଣ୍ଡାମାନ ନିକୋବର ଲାକ୍ଷାଦ୍ୱୀପ ମିଶି 5,600। ଗୋଟେ ସେକେଣ୍ଡ। ବୁଝା ପଡ଼ିଲା ସମସ୍ତଙ୍କୁ? ଯଦି ଆମେ କୋଷ୍ଟାଲ ବେଲ୍ଟ ସହିତ ଆଣ୍ଡାମାନ ଓ ନିକୋବର କୁ ଦେଖିବା, ଏଟା ହଉଛି ଏ ଡାଟାକୁ ମନେ ରଖିବ। ଆଚ୍ଛା, ଏଇଠି ଗୋଟେ ଜିନିଷ ତୁମମାନଙ୍କୁ ମୁଁ କହିବାକୁ ଚାହୁଁଛି। ଯଦି ଆମର ଇଣ୍ଡିଆର ମ୍ୟାପ୍ କଥା ଆମେ ଡିସ୍କସନ କରିବା, ଯଦି ଆମେ ଇଣ୍ଡିଆର ମ୍ୟାପକୁ କନସିଡର କରିବା, ଆଚ୍ଛା ମ୍ୟାପରେ ତୁମେ ଲକ୍ଷ୍ୟ କରିଥିବ ଭାରତରେ ସାଧାରଣତଃ ଆମ ଇଣ୍ଡିଆକୁ ଲାଗିକିରି ଦୁଇଟା ସି ରହୁଛି। ଏଇପଟ ସାଇଡର ସି କୁ ଆମେ କଣ କହିବା, ଆଉ ଏପଟ ସାଇଡର ସି କୁ କଣ କହିବା? ମତେ କୁହ, ରାଇଟ ସାଇଡରେ ଯୋଉଟା ରହୁଛି ଏଟା କୋଉ ସି କହିବା? କିଏ କହିବ? ରାଇଟ୍ ସାଇଡରେ ଯୋଉ ସି ରହୁଛି ଆମେ ତାକୁ କୋଉ ସି କହିବା? ବେ ଅଫ ବେଙ୍ଗଲ ବୋଲି କହିବା। କଣ କହିବା ପିଲେ? ନା ବେ ଅଫ ବେଙ୍ଗଲ ବୋଲି କହିବା। ଆଉ ଲେଫ୍ଟ ସାଇଡରେ ଯୋଉଟା ରହୁଛି ଆମର, ଲେଫ୍ଟ ସାଇଡ ଯାହାକୁ ଆରବିଆନ ସି ବୋଲି କହିବା। ଏଇ ଯୋଉ ସମୁଦ୍ର ଅଛି ଆମେ ଆକୁ ଇଣ୍ଡିଆ, ହଁ ଇଣ୍ଡିଆନ ଓସେନ ବୋଲି କହିଥାଉ। କଣ କହିଥାଉ? ଇଣ୍ଡିଆନ ଓସେନ ବୋଲି କହିଥାଉ। ଏ ଇଣ୍ଡିଆନ ଓସେନ କୁ ଡିଭାଇଡେଡ ଇନଟୁ ଟୁ ସି, ଦିଟା ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହଉଛି ଆରବିଆନ ସି, ଆଉ ଗୋଟେ ହଉଛି କି ସେ, ହଁ ଆରବିଆନ ସି, ଯୋଉଟା କି ତୁମର ଗୁଜୁରାଟ ଏକା ସାଇଡ କୁ ଯିଏ ରହୁଛି। ଆଉ ଗୋଟେ ଯୋଉଟା ଭାରତ, ଆନ୍ଧ୍ରପ୍ରଦେଶ ଏପଟ ସାଇଡ କୁ ଯିଏ ରହୁଛି ତାକୁ ଆମେ କଣ କହିପାରିବା? ନା ବେ ଅଫ, ଭାରତ ହଉଛି ଓଡିଶା ଆଉ ଆନ୍ଧ୍ରପ୍ରଦେଶ କୁ ସାଇଡରେ ଯିଏ ରହୁଛି ତାକୁ ଆମେ କଣ କହିପାରିବା? ନା ବେ ଅଫ ବେଙ୍ଗଲ ବୋଲି କହିପାରିବା। ଚାଲୁ, ଏବେ ଯିବା ନେକ୍ସଟ ପଏଣ୍ଟ। ଆଚ୍ଛା, ଆଚ୍ଛା, ଏଇଠି ତୁମମାନଙ୍କୁ ସେ ଟାଇମ ଜୋନ ବିଷୟରେ ଡିସ୍କସନ କରାଉଛି। ଦେଖ, ଏଥିରେ ସମ୍ପୂର୍ଣ୍ଣ ଡେସ୍କ୍ରାଇବ କରାଯାଇନି, କିନ୍ତୁ ଏଥିରେ ଓଭରାଲି ଟାଇମ ଜୋନ ବିଷୟରେ ଡିସ୍କସନ କରାଯାଇଛି। ଫାଷ୍ଟ ତୁମକୁ ଏଇଠି କିଛି କନସେପ୍ଟ କ୍ଲିୟର କରିଦେଉଛି। ଯେତେବେଳେ ଆମେ 11th କ୍ଲାସ ପଢିବା, ତୁମେ ଲାଟିଚ୍ୟୁଡ ଆଉ ଲଙ୍ଗିଚ୍ୟୁଡ ସହିତ ଟାଇମ କାଲକୁଲେସନଟା ଡିଟେଲ୍ସ ସେଇଠି ବୁଝିବ, କିନ୍ତୁ ଓଭରାଲି ଆମକୁ ଏଇଠି ଶିଖିବାର ଅଛି। ଯଦି ଆଗ ଦେଖ, ଗୋଟେ କୋଉ କୋଉ ଷ୍ଟେଟ କଥା କହୁଛି, ଗୋଟେ ହଉଛି ଅରୁଣାଚଳ ପ୍ରଦେଶ, ଗୋଟେ ହଉଛି ଗୁଜୁରାଟ। ଏ ଦି ଜଣଙ୍କ ଭିତରେ ସମୟର ଗ୍ୟାପ ହଉଛି କେତେ? ନା 2 ଘଣ୍ଟା ସମୟର ଗ୍ୟାପ ରହୁଛି। ତ ଆମର ଷ୍ଟାଣ୍ଡାର୍ଡ ମେରିଡିଆନ ଅଫ ଇଣ୍ଡିଆ, ଯାହାକୁ ଆମେ କଣ କହୁଛେ, ଆମର ଟାଇମ ଜୋନ, ଭାରତ ଯୋଉ ଟାଇମ ଜୋନ ଅଛି ଏଟା କେତେ ଡିଗ୍ରୀ ଦେଇ ଯାଇଛି? ନା 82 ଡିଗ୍ରୀ 30 ମିନିଟ ଇଷ୍ଟ ଦେଇ କ୍ରସ କରିଛି। ଓକେ, ତ ଏଇଠି ମୁଁ ଇମେଜ ଥ୍ରୁରେ ମୁଁ ତୁମମାନଙ୍କୁ ବତଉଛି। ଦେଖ କେମିତି ଟାଇମ ର ଡିଫରେଣ୍ଟ ଆମର ରହୁଛି। ଆମର ଟାଇମ ଜୋନ ଟା ଆମର କୋଉଠି ଅଛି ପିଲେ? ନା ଆମର ଟାଇମ ଜୋନ ହଉଛି ଏଇଟା, 82 ଡିଗ୍ରୀ 30 ମିନିଟ ହଉଛି ଆମର, ଏଟାକୁ ଆମେ ରଖୁଛେ ଟାଇମ ଜୋନ। ଟାଇମ ଜୋନ ରେ ଏଇପଟେ ସାଇଡ ଟା ଆମର କିଏ ରହୁଛି? ନା ଅରୁଣାଚଳ ପ୍ରଦେଶ। କଣ ରହୁଛି? ଅରୁଣାଚଳ ପ୍ରଦେଶ। ଆଉ ଏଇପଟ ଜୋନ ଟା ଆମର କଣ ରହୁଛି? ନା ଗୁଜୁରାଟ। କଣ ରହୁଛି? ଗୁଜୁରାଟ। ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ, ଯେତେବେଳେ ଅରୁଣାଚଳ ପ୍ରଦେଶରେ 9ଟା ବାଜିଛି, ଗୁଜୁରାଟରେ ସେତେବେଳେ କେଇଟା ବାଜିଥିବ କିଏ କହିବ? ଅରୁଣାଚଳ ପ୍ରଦେଶ ଯେତେବେଳେ 9ଟା ହେଇଥିବ, ଗୁଜୁରାଟରେ କେତେବେଳେ, କେତେଟା ବେଳ ହେଇଥିବ କିଏ କହିବ? 11ଟା ଠିକ ଅଛି, 7ଟା ବି ଠିକ ଅଛି। ହଉ, ମାନେ କଣ ଏତେ ଶୀଘ୍ର ବି ତମେ ଫଟକି ଗଲ ନା କଣ? ମାନେ ପାଠ ଭିତରେ ଏତେ ବି ପଶି ଯାଇଛ? ଆରେ ବାହାରି ଆସ ପାଠରୁ। ଅରୁଣାଚଳ ପ୍ରଦେଶରେ 9ଟା ମାନେ ଗୁଜୁରାଟ ତ 9ଟା ହେଇଥିବ, ମାନେ ଥୋଡା 7 କେମିତି ହେଲା? ହଁ? ହେଲେନି ଆମର, ଆରେ ରିଅଲ ଟାଇମ କଥା ଆମେ ଡିସ୍କସନ ଏମିତି କହିବା। ତମେ ଏବେ ଗୁଜୁରାଟରେ ଯେତିକି ସମୟ ଦେଖିବ, ଅରୁଣାଚଳ ସେତିକି ସମୟ ଦେଖିବ ନାହିଁ, କାହିଁକିନା ଆମ ଭାରତର ଗୋଟିଏ ଟାଇମ ଜୋନ। ଆମର ଯୋଉ ବି କିଛି ଟାଇମ କାଲକୁଲେସନ କରାଯାଏ, ଏଇ ଟାଇମ ଜୋନକୁ ବେସ୍ କରି ଆମେ କାଲକୁଲେସନ କରିଥାଉ। କିନ୍ତୁ ଯଦି ମୁଁ ସୂର୍ଯ୍ୟଙ୍କର ଲାଇଟ କଥା ନେଇ ଯଦି କହେ, ସୂର୍ଯ୍ୟଙ୍କ କିରଣ କଥା ମୁଁ ନେଇ ସମୟକୁ ଟିକେ ଦେଇକି ଦେଖେ, ଯଦି ଏମାନଙ୍କ ଭିତରେ ଗ୍ୟାପ ହଉଛି 2 ଘଣ୍ଟା, ଗ୍ୟାପ ହଉଛି 2 ଘଣ୍ଟା। ଯଦି 6ଟା ବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି କୋଉଠି? ଅରୁଣାଚଳ ପ୍ରଦେଶରେ। ଗୁଜୁରାଟ ବାଲା ସେଇ ସୂର୍ଯ୍ୟକୁ କେତେ ସମୟ ଦେଖିବେ? କେତେବେଳେ ଦେଖିବେ? 8ଟା ବେଳକୁ ଦେଖିବ। 8ଟା ବେଳକୁ, 8ଟା 30 ନୁହେଁ। ଯୋଉମାନେ ଗୁଜୁରାଟ କେବେ ଯାଇଥିବ ବୁଲିବାକୁ, ଲିଟରାଲି ତମକୁ କହୁଛି, ତୁମେ ସେଠି ପ୍ରଥମେ ହଠାତ୍ ଗୋଟେ 2 ଦିନ ପରେ ତମକୁ ମାନେ ମାନେ ଅନକମ୍ଫର୍ଟେବଲ ଲାଗିବ। କାହିଁକି ନା ତମକୁ ସନ୍ଧ୍ୟା 6ଟା ହେଲେ ତମେ ଜାଣିଥିବ ସନ୍ଧ୍ୟା ହେଇଗଲା, କିନ୍ତୁ ସେ 7ଟା 8ଟା ବାଜିବ ସନ୍ଧ୍ୟା ହେବା ପାଇଁ।
ସାତଟା ଆଠଟା ହେଇଯିବ, ସାତଟା ସନ୍ଧ୍ୟା ହେବା ପାଇଁ। ମାନେ ତମକୁ ଅନକମ୍ଫର୍ଟେବୁଲ ଲାଗିବ ଯୋଉଠି ତୁମେ 2 ଘଣ୍ଟା ଟାଇମ ର ମାନେ କଣ କହିଲ, ସୂର୍ଯ୍ୟଙ୍କର ଟାଇମକୁ ନେଇକି ଡିଫରେଣ୍ଟ ଏଠି ଶୋ କରାଯାଏ। ଆଉ ଗୋଟେ କଥା, ଯଦି ଏପଟରେ ହଉଛି ତୁମମାନଙ୍କର ଇଭିନିଂ ମାନେ କେଇଟା ହଉଛି? ହଁ ଗୁଜୁରାଟରେ ଦେଖିବ କ୍ରିକେଟ ମ୍ୟାଚ୍ ହଉଥିବ, তুমি ଜାଣିପାରୁଥିବ ତଳେ ସେପଟେ ତାଙ୍କର ଖରା ଥିବ, ଆମର ଏପଟେ ଇଏ ହେଇ ଚାଲିଥିବ, ମାନେ ଅନ୍ଧାର ହେଇସାରିବଣି। ଚାଲ ଏବେ ଯିବା ନେକ୍ସଟ ପଏଣ୍ଟ। ତ ଟାଇମ ଜୋନ୍ କଥା ଆମେ ଡିସ୍କସନ କଲେ, ସାଧାରଣତଃ ଆମ ଦୁଇଟା ମାନେ ସମୟ ତାଙ୍କ ଭିତରେ 2 ଘଣ୍ଟାର ଡିଫରେଣ୍ଟ ଥାଏ, ଯୋଉଟା କି ତୁମମାନଙ୍କର ଆମ ଟାଇମ ଜୋନ୍ ଯୋଉ ଆମେ କାଲକୁଲେସନ କରୁଛେ କେତେ ଡିଗ୍ରୀକୁ ପଏଣ୍ଟ କରି, ନା 82°30' ଇଷ୍ଟକୁ ପଏଣ୍ଟ କରି ଆମେ କାଲକୁଲେସନ କରୁଛେ। ଆଚ୍ଛା, ଯଦି ଇଣ୍ଡିଆ ଆଣ୍ଡ ଦ ୱାର୍ଲଡ, ଇଣ୍ଡିଆକୁ ଯଦି ଆମେ ୱାର୍ଲଡ ସହିତ କମ୍ପେୟାର କରୁଛେ, ସେଣ୍ଟର ଲୋକେସନ ହଉଛି ବିଟୁଇନ୍ ଇଷ୍ଟ ଆଣ୍ଡ ୱେଷ୍ଟ ଏସିଆ ଭିତରେ ଭାରତର ଲୋକେସନ ରହୁଛି। ଓକେ। ଆଚ୍ଛା, ତ ମୁଁ ଏଇଠି ଗୋଟେ ଜିନିଷ କୁହାଗଲା କଣ, ତମକୁ ଗୋଟେ ପଏଣ୍ଟ ଦଉଛି ଯେ ତୁମମାନଙ୍କର ହଉଛି କଣ ଆସିଲା, ସୁଏଜ କେନାଲ। ଯେତେବେଳେ ସୁଏଜ କେନାଲ ହଉଛି ତୁମର କେବେ ଷ୍ଟାର୍ଟ ହେଲା ନା 1869। ଓକେ। ସୁଏଜ କେନାଲ 1869 ପରଠାରୁ ଇଣ୍ଡିଆ ଆଉ ୟୁରୋପ ଭିତରେ ଯୋଉ କନେକ୍ଟିଭିଟିଟା 7,000 କିଲୋମିଟର କମି ଆସିଲା। କାହିଁକି ନା ସୁଏଜ କେନାଲଟା କାହା ସହିତ କନେକ୍ଟ ହେଇଛି, ନା ଇଣ୍ଡିଆନ ଓସିଆନ ସହିତ କନେକ୍ଟ ହେଇଛି। ତ ତୁମମାନଙ୍କର ମେଡିଟେରିଆନ ରେଡ ସି, ହଁ ରେଡ ସି ଟା କାହା ସହିତ କନେକ୍ଟ ହେଇଛି, ନା ତୁମର ଇଣ୍ଡିଆନ ଓସିଆନ ସହିତ କନେକ୍ଟ ହେଇଛି। ତମକୁ ଇମେଜ ଥ୍ରୁ ଦେଖେଇ ଦଉଛି, ଦେଖ। ତାହେଲେ ଆଉ ଟିକେ କ୍ଲାରିଫାଇ ହେଇଯିବ, ଏଇ ଗୋଟିଏ ଇଏ ଭିତରେ ସମସ୍ତ ଇମେଜ ଦେଇଛି। ଦେଖ, ଇଏ ହଉଛି ଇଣ୍ଡିଆ। ଦେଖ, তুমি ଦେଖିପାରୁଥିବ ଇଏ ହଉଛି ଇଣ୍ଡିଆ, এটা হচ্ছে ইন্ডিয়ান ওশন, এମାନେ ସବୁ ହେଲେ ଇଣ୍ଡିଆନ ଓସେନ। ଓକେ। ତ ଏଟା ହଉଛି ରେଡ ସି, এটা ରେଡ ସି ଟା କନେକ୍ଟ ହେଇଛି କାହା ସହିତ, ଇଣ୍ଡିଆନ ଓସେନ ସହିତ, ରେଡ ସି। এটা ହଉଛି ସୁଏଜ କେନାଲ। ଦେଖ ଏପଟ ଯୋଉ ସାଇଡରେ ଯୋଉ ରହିଲେ ତମମାନଙ୍କର ହଉଛି କି ସେ ମେଡିଟେରିଆନ ସି ଟା ସହଜରେ କନେକ୍ଟିଭିଟି ରଖିପାରିଲା କାହା ସହିତ, ନା ଭାରତ ସହିତ, ଯାହା ଦ୍ୱାରା 7,000 କିଲୋମିଟର ଆମ ପାଇଁ କମି ଆସିଲା। ଯାହାଦ୍ୱାରା ଆମର ବାଣିଜ୍ୟିକ ବ୍ୟବହାର ହଉ ବା ଆମର ୟୁରୋପ ସାଇଡଟା ମାନେ ମାନେ ଆମର ଇଜି ହେଇଗଲା। ଆଚ୍ଛା, ଯଦି ମୁଁ ତମକୁ ଏରିଆ କଥା ଦେଖେଇବି, ଯଦି ଏରିଆକୁ ବେସ୍ କରି କହିବି, ଭାରତର ପୋଜିସନ ୱାର୍ଲଡରେ କେତେ ଏରିଆ ୱାଇଜ, ଭାରତର ପୋଜିସନ ଏରିଆ ୱାଇଜ କେତେ? ଦେଖ, 1 2 3 4 5 6 7, ସେଭେନ୍ଥ ନମ୍ବର କଣ୍ଟ୍ରି ହିସାବରେ ରହୁଛି। ସବୁଠାରୁ ଏରିଆ ୱାଇଜ ନମ୍ବର 1 କୋଉ କଣ୍ଟ୍ରି ରହୁଛି, ନା ରୁଷିଆ। ତାପରେ ଆସିଲା କଣ, କାନାଡା, ୟୁଏସଏ, ଚାଇନା, ଓକେ, ବ୍ରାଜିଲ, ଅଷ୍ଟ୍ରେଲିଆ। ବୁଝିପାରୁଛ? ଓକେ। ଚାଲୁ, ମାନେ ଦେଖ, ଆମ ଭାରତରେ ଯେତିକି ଜାଗା ଅଛି, ଆର 3 ଗୁଣା ଜାଗା ହଉଛି ଚାଇନା। ମାନେ ଭାବ ଚାଇନାରେ କେତେ ମାନେ ଏରିଆ ରହୁଛି। ତ ପପୁଲେସନ ନୋ ଡାଉଟ ଆମେ ତାର ଠାରୁ କ୍ରସ୍ କରିଯିବା ଓବିୟସଲି, କିନ୍ତୁ ଏରିଆରେ ସେ ଅତ୍ୟଧିକ ଏରିଆ କଭର କରୁଛି। ଚାଲୁ, ଆଚ୍ଛା, ତାପରେ ଆସିଲା ନେଇବର କଣ୍ଟ୍ରି, ବା ଆମର ଯୋଉ ନେଇବର ଷ୍ଟେଟ ମାନେ ସବୁ ରହୁଛନ୍ତି, ବା ନେଇବର କଣ୍ଟ୍ରି ସବୁ ରହୁଛନ୍ତି। ଭାରତରେ ଯଦି ଆମେ ଦେଖିବା, ନମ୍ବର ଅଫ ଷ୍ଟେଟ କେତେ ଅଛି ଆଜିର ଡେଟ୍? ନମ୍ବର ଅଫ ଷ୍ଟେଟ ହଉଛି 28ଟା ଷ୍ଟେଟ। ଆଉ ତୁମର ହଉଛି ଟେରିଟୋରି, ନମ୍ବର ଅଫ ଟେରିଟୋରି କେତେ, ନା 8ଟା ୟୁନିୟନ ଟେରିଟୋରି। ଆଗରୁ ଥିଲା 7ଟି, 2ଟା ୟୁନିୟନ ଟେରିଟୋରି ଆଡ ହେଲା। ଗୋଟେ ହେଲା କି ସେ ଜାମ୍ମୁ ଆଣ୍ଡ କାଶ୍ମୀର, ଆଉ ଗୋଟେ ହେଲା ଲଦାଖ। ଟୋଟାଲ ହେଲା କେଇଟା, 9ଟା। କିନ୍ତୁ 2ଟା ୟୁନିୟନ ଟେରିଟୋରିକୁ ଆମେ ମର୍ଜ କରିଦେଲେ, ଦାଦ୍ରା ନଗର ହାଭେଲି ଆଉ ହେଲା କି ସେ ଡାମନ ଡିଉ, ଆକୁ ମର୍ଜ କରିଦିଆଗଲା। ତ ବର୍ତ୍ତମାନ ୟୁନିୟନ ଟେରିଟୋରି କେଇଟା ହେଲା, 8ଟା ୟୁନିୟନ ଟେରିଟୋରି ରହିଲା। ତ ଏଠି ତମମାନଙ୍କୁ ଆମର ନେଇବର ଷ୍ଟେଟ, ନେଇବର କଣ୍ଟ୍ରି ସବୁ କିଏ କିଏ? ଦେଖ, ନେଇବର କଣ୍ଟ୍ରି ଆମେ ଆଗକୁ ଆହୁରି ଭଲସେ ପଢିବା, କାହା ସହିତ ବାଉଣ୍ଡରୀ ଅଧିକା ଅଛି। କିନ୍ତୁ ଏଇଠି ଖାଲି ଯଦି ପାକିସ୍ତାନ, ଆଫଗାନିସ୍ତାନ ଇନି ନର୍ଥ ୱେଷ୍ଟ ରହୁଛି, ନେପାଳ, ଭୁଟାନ ଇନି ନର୍ଥ ସାଇଡରେ, ମିଆଁମାର, ବାଂଲାଦେଶ ଇନି ଇଷ୍ଟ ସାଇଡରେ, କୋଉ ସାଇଡରେ କିଏ ରହୁଛି, ଜଷ୍ଟ ଖାଲି ତୁମମାନଙ୍କୁ ମେନସନ କରେଇଲି। ଆଚ୍ଛା, ତ ଏଇଠି ଗୋଟେ ଜିନିଷ ତୁମମାନଙ୍କୁ କହୁଛି, ତୁମେ ଦେଖିପାରୁଥିବ ପିଲେ, ଦ୍ୟାଟ ଇଜ ଦ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ, ଯୋଉଟା କି କ୍ୱେଶ୍ଚିନ୍ ଆସେ। ତ ଇଏ ହଉଛି ଇଣ୍ଡିଆ, ମାନେ ତମେ ଦେଖିପାରୁଛ ଏଇଟା ହଉଛି ଇଣ୍ଡିଆ। ଇଣ୍ଡିଆ ସହିତ ଏଟା ହଉଛି ଶ୍ରୀଲଙ୍କା। ତ ମତେ କୁହ, ଭାରତ ଆଉ ଶ୍ରୀଲଙ୍କା ଭିତରେ, ଭାରତ ଆଉ ଶ୍ରୀଲଙ୍କା ଭିତରେ ଗୋଟେ ଯୋଉ ୱାଟର ଚ୍ୟାନେଲ ଅଛି, ସେ ଚ୍ୟାନେଲ, ନ୍ୟାରୋ ଚ୍ୟାନେଲ ଅଛି, ତାକୁ ଆମେ କଣ କହିଥାଉ? କି କହିପାରିବ? ନ୍ୟାରୋ ଚ୍ୟାନେଲ, ହଁ। ତ ଶ୍ରୀଲଙ୍କା, ହଁ, ଶ୍ରୀଲଙ୍କା ଇଜ ସେପାରେଟେଡ ଫ୍ରମ ଇଣ୍ଡିଆ ବାଇ ଏ ନ୍ୟାରୋ ଚ୍ୟାନେଲ ଅଫ ସି
formed by the POC state and Gulf of Mannar. मन रखिए, दैट इज अ वेरी इंपोर्टेंट पॉइंट। आउटा कौन कहूँ मालदीप, मालदीपटा कौट रोचे देख, ये हूँ आम किए से लाक्षाद्वीप। तो लाक्षाद्वीप साउथ रे किए अवस्थित मालदीप अवस्थित। लाक्षाद्वीप मालदीप इश्यू तुम जानते जोटा कि पर्यटन को लेकर इश्यू क्रिएट होता। मालदीपटा कौट हूँ ना लाक्षाद्वीप साउथ रे अवस्थित जो मालदीप। ओके, ये हूँ ये किए बसुच अंडमान एंड निकोबर तुम ये रोचे। अंडमान और निकोबरटा ये रोचे, ये रहा किए से श्रीलंका। तो आमको को वाटर चैनल द्वारा सेपरेट होची एटा को हम खाली मन रखिया अछि, आ भितर किछ नै। तो फाइनली चैप्टर 1 हमर संपूर्ण रूपे कंप्लीट सैला। जो जो जिनिस हम इंग्लिश रे पढी थिले डिटो से जिनिस तुम देखि परथो तुम मानकर किलोमीटर को नेकिरी हां उनी 1869 मसिया सुएज केनाल खोलिया परे भारत यूरोप मध्य दूरता 7000 किलोमीटर ह्रास घटी, जोटा कि तुमको रिसेंटली पढ़ेली। ओके, भारत दक्षिण स्थान इंदिरा पॉइंट 2004 मसीह सुनामी द्वारा संपूर्ण भाव में समुद्र गर्भरे लीन हो जाइए, जोटा कि तुम सहित बर्तमान डिस्कसन करूली। ये जो तुम भारत पोजिशन हूँ 7 जोटा कि इमेज तुमको कहूली। देख এইটি গোটে পয়েন্ট মু তোমাকে কহিবা মিস করে দিয়েছি। পয়েন্টটি হচ্ছে ভারতের দূরতা। দেখো ই হচ্ছে ইস্ট পয়েন্ট, এটা হচ্ছে ওয়েস্ট পয়েন্ট, উপরটা হচ্ছে নর্থ পয়েন্ট, তল হচ্ছে সাউথ পয়েন্ট। ইস্ট রু ওয়েস্ট পর্যন্ত ভারতের দূরতা কেতে মনে রাখিও 2933, 2933। ওকে, সেমতি নর্থ রু সাউথ পর্যন্ত ভারতের দূরতা কেতে হচ্ছে কি কহিব 3214, 3214। ओडिया मध्ये ए जिनिस मेंशन है, इंग्लिश रे मध्ये ठीक से जिनिस मेंशन है इमेज रे। ओके, तापर आउट रहला केन इठी बंगोपसागर रहला, इठी होची अरबियन से अरब सागर रहला। इठी भारत पृथ्वी भितरे तुम जोडे पढै लेबे डेटा से जिनिस रहला। आ इथे कोन रहला, आ इथे किछ नै, तुम लास्ट मैप देला बुझा पड़ा समस्त। आज आम जो 9th क्लास चैप्टर आम स्टार्ट कले, आज थिला चैप्टर नंबर 1 लोकेशन एंड साइज ऑफ इंडिया। इंडिया लोकेशन और साइज को नहीं जहाँ भी किसी डिस्कशन कले एवरीवन क्लियर अच्छे ना, कहार किसी डाउट रही क्लियर। आज इवनिंग रे तुम जो क्लास अच्छी होम साइंस रो आउ तुम मानकर जो जो क्लास अच्छी आज मु तुम मानक आंसर आंसर के विषय डिस्कशन सहित रिजल्ट विषय डिस्कशन करेबी। देखो सेठ मु डिटेल्स करेबी। थैंक यू।